जय जगन्नाथ। आगुरी आम संधि विषय पढ़ीचे। संधि हूँ तीन प्रकार, गोटे स्वर संधि, व्यंजन संधि एवं विसर्ग संधि। स्वर संधि विषय आम पूर्व क्लास रे आलोचना कर सारी। आज आम व्यंजन संधि विषय पढ़ा एवं तार किसी नियम विषय जानिबा हला। व्यंजन संधि क्या कहा जाए? परस्पर सन्निहित पूर्वपदर शेष व्यंजन वर्ण सहित परपदर प्रथम व्यंजन वर्णर बा स्वर वर्णर मिलन को व्यंजन संधि कहा जाए। परस्पर सन्निहित पूर्वपदर शेष व्यंजन वर्ण सहित परपदर प्रथम व्यंजन वर्णर किंबा स्वर वर्णर मिलन को व्यंजन संधि कहा जाए। बुझा पड़ला? देन जीवा रूल नंबर 1। व्यंजन वर्ण परे स्वर वर्ण वर्गर तृतीय चतुर्थ किंबा ज र ळ ब ह थिले पूर्व पदर शेष प्रति वर्गर प्रथम वर्ण स्थान रे सही वर्गर तृतीय वर्ण हुए। बुझीगला? कौन कहूँ? व्यंजन वर्ण पर कौन व्यंजन वर्ण पर कौन हम स्वर वर्ण किंबा व्यंजन वर्ण पर वर्गर तृतीय। वर्ग हूँ 25 गोटी। कौन? क च ट त प। कौन? कहलंत ग घ उ देन च छ ज झ न्य ट रे कौन अच्छी? ट ठ ड ढ ण। बुझला? देन तरे त थ द ध न। प वर्ग कौन? प फ ब भ म। निचे बोला कौन कहे? वर्गर तृतीय प्रथम कौन व्यंजन वर्ण सहित जो स्वर वर्ण हम। देन कौन वर्गर तृतीय एवं चतुर्थ वर्ण। वर्गर तृतीय कौन अच्छे? ग। कौन लिखा? ग। देन ग पर कौन अच्छी? ज ड देन ड देन कौन अच्छी? द पाफा ब तार ब अच्छी कौन अच्छी? ब। देन कौन होची? व्यंजन वर्ण सहित कौन वर्गर चतुर्थ कौन? घ झ ढ ध भ। कौन अच्छी? घ हलंत झ हलंत ढ हलंत ध हलंत देन भ हलंत। बुझा पड़ला? किंबा व्यंजन वर्ण सहित कौन थिले? ज र ळ ब ह थिले कौन हम? पूर्व पदर शेष प्रति वर्गर प्रथम वर्ण स्थान रे सही वर्गर तृतीय वर्ण हुए। पूर्व पदर शेष जो वर्ग थिबो से वर्गर तृतीय वर्ण हुए। बुझला? व्यंजन वर्ण सहित स्वर वर्ण किंबा वर्गर तृतीय वर्ण किंबा वर्गर चतुर्थ वर्ण किंबा व्यंजन वर्ण सहित ज र ळ ब ह थिले पूर्व पदर शेष प्रति वर्गर प्रथम वर्ण स्थान रे सही वर्गर तृतीय वर्ण हुए। बुझा पड़ला? देन लिख दीजिए। बुझा पड़ला? देन जीवा उदाहरण गुड़ी देखिबा। कौन? दिक युक्त अंत दिगंत। पूर्व पदर शेष व्यंजन वर्ण सहित कौन? क अच्छी कर तृतीय कहे कौन? तृतीय वर्गर तृतीय किंबा चतुर्थ
କିମ୍ବା ଜ ର ଳ ବ ହ ଥିଲେ ପୂର୍ବପଦର ଶେଷରେ ଥିବା ପ୍ରତି ବର୍ଗର ପ୍ରଥମ ବର୍ଣ୍ଣ ସ୍ଥାନରେ ସେହି ବର୍ଗର ତୃତୀୟ ବର୍ଣ୍ଣ ହୁଏ। ସେ ତୃତୀୟ କଣ କ ଖ ଗ ଗ ଅଛି କଣ ଗ ଏପଟେ ଲେଖି ଦଉଛି ଗ ପ୍ଲସ୍ ଅ ସେମାନେ କଣ ହଉଛି ଗ ତାପରେ ଏଗୁଡିକୁ ଆମେ କାଟିଦେବା କଣ ହବ ଦିଗନ୍ତ ବୁଝା ପଡିଲା। ବାକ୍ ଯୁକ୍ତ ଇସ ବାଗିସ କେମିତି ହେଇଛି କ କଣ ଅଛି କ ଜାଗାରେ ସରି এই କ ଜାଗାରେ କଣ ହବ ତୃତୀୟ ହବ କଣ ହବ କ ଜାଗାରେ କଣ ହବ ତୃତୀୟ କ ବର୍ଗର ତୃତୀୟ ହବ କ ଖ ଗ ଗ ପ୍ର ଗି ବାଗିସ ହେଇଛି ବୁଝା ପଡିଲା। ଣିଚ୍ ଯୁକ୍ତ ଅନ୍ତ ନିଜନ୍ତ ବୁଝିପାରିଲା। ଚ ଜାଗାରେ କଣ ହବ ଚ ଜାଗାରେ କଣ ହେଇଛି ନା ରୁଲ ଅନୁସାରେ ଚରେ ତୃତୀୟ ଚ ଛ ଜ ଜ ପ୍ଲସ୍ ଅ ଜ କଣ ଅଛି ଏ ଜାଗାରେ କଣ ହେଇଛି ନା ଣି ଜନ୍ଥ ବୁଝା ପଡିଲା। ସଟ୍ ଯୁକ୍ତ ଆନନ ଷଡ଼ାନନ ଟ ଠ ଡ ଟ ଠ ଡ ତୃତୀୟ ଯେମିତି ଟ ଜାଗାରେ କଣ ଡ ହେଇଛି ଡ ପ୍ଲସ୍ ଟୁ ଡା ସଡ଼ା ସଟ୍ ଯୁକ୍ତ ଆନନ ଷଡ଼ାନନ ସେହିପରି ସତ୍ ଯୁକ୍ତ ଗତି ସଦ୍ଗତି ତ ତର ତ ଥ ଦ ଅଛି ଦ ସତ୍ ଯୁକ୍ତ ଗତି ସଦ୍ଗତି ସୁପ୍ ଯୁକ୍ତ ଅନ୍ତ ସୁବନ୍ତ ବୁଝିଲା। ପ ଫ ବ ଅଛି ତୃତୀୟରେ ବ ଆସିଲା ବୁଝା ପଡିଲା। ଦେନ୍ ଯିବା ଆଗକୁ ହେଲା ରୁଲ ନମ୍ବର 2ରେ କଣ କହିଛି ତ ବା ଦ ପରେ ଚ ବା ଛ ଥିଲେ ତ ବା ତ ହଲନ୍ତ ବା ଦ ହଲନ୍ତ ସ୍ଥାନରେ ଚ ହଲନ୍ତ ହୁଏ। ଏହି ଚ ହଲନ୍ତ ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହୁଏ। ବୁଝିଲ ନା କଣ କହୁଛି ନା ଏଠି ଲେଖି ଦଉଛି କଣ କହୁଛି ତ ହଲନ୍ତ କିମ୍ବା ଦ ହଲନ୍ତ ପରେ କଣ ଚ ବା ଛ ଥିଲେ ତ ବା ଦ ସ୍ଥାନରେ କଣ ହବ ତ ହଲନ୍ତ ବା ଦ ହଲନ୍ତ ସ୍ଥାନରେ କଣ ହବ ଚ ହଲନ୍ତ ହେବ ଏବଂ ଏହି ଚ ହଲନ୍ତ ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହବ ବୁଝା ପଡିଲା। ଉଦାହରଣ ଦେଖିବା ଉତ୍ ପ୍ଲସ୍ ଚାରଣ ଉଚ୍ଚାରଣ କେମିତି ଅଛି ଉତ୍ ତ ଜାଗାରେ କଣ ହେବ କହୁଛି ଚ ଇତ ଜାଗାରେ ଚ ହେବ ଏବଂ ଇ ଚ ଏବଂ ଇ ଚା କେମିତି ଗଠନ ହେଇଛି ଚ ପ୍ଲସ୍ ଆ ଚା ଦ୍ୱିତୀୟ ଚ ପ୍ଲସ୍ ଆକାର ଚା ଉଚ୍ଚାରଣ ବୁଝା ପଡିଲା। ଦେନ୍ ଯିବା ନେକ୍ସଟ ଉଦାହରଣ ବୁଝା ପଡିଲା ଦେନ୍ ଚଳ ଯୁକ୍ତ ଚିତ୍ର ଚଳଚିତ୍ର ତ ଜାଗାରେ ତ କିମ୍ବା ପୁରା ଲେଖିଦେଲେ ଆଉ ଥରେ ଲେଖିଦେବା ତ ହଲନ୍ତ କିମ୍ବା ଦ ହଲନ୍ତ ପରେ ଯଦି ଚ କିମ୍ବା ଛ ହୁଏ ତାହେଲେ ତ ହଲନ୍ତ ଏବଂ ଦ ହଲନ୍ତରେ କଣ ହେବ ଚ ହଲନ୍ତ ତରେ କଣ ହବ ଚ ହଲନ୍ତ ପ୍ଲସ୍ ଇତି କେମିତି ହେଇଛି ଚ ପ୍ଲସ୍ ହର୍ଷଇ ଡବଲ ଦ୍ୱିତୀୟ ଚ ହର୍ଷେକାର ଚି ଚଳଚିତ୍ର ବୁଝା ପଡିଲା। ଉତ୍ ଯୁକ୍ତ ଛେଦ ଉଚ୍ଛେଦ ବୁଝା ପଡୁଛି ନା ଇତ ଜାଗାରେ ଚ ହେବ ଏବଂ ଛ ଜାଗାରେ କଣ ହବ ଛ ପ୍ଲସ୍ ଏ ଛେ ଦେନ୍ ଦ୍ୱିତୀୟ ଛ ଏକାର ଅଛି ଉଚ୍ଛେଦ ବୁଝା ପଡିଲା। ତଦ୍ ପ୍ଲସ୍ ଛବି ତଚ୍ଛବି କଣ ଅଛି 10 ସ୍ଥାନରେ କଣ ହବ ଏଇ 10 ସ୍ଥାନରେ ଚ ହେଲା ଛ ମିଶିବ ଯୁକ୍ତ ହେଲା ପରେ କଣ ହବ ଦ୍ୱିତୀୟ ଛ ଏଇ ଛଟା ହେଇଛି ଏଠି
ତଦ୍ ତଚ୍ଛବି ବୁଝାପଡ଼ିଲା। ରୁଲ ନମ୍ବର 3 କୁ ଯିବା। କ'ଣ କହିଛି? ତ ବା ଦ ପରେ ଜ ବା ଝ ଥିଲେ, ତ ହଲନ୍ତ ବା ଦ ହଲନ୍ତ ପରେ ଜ ବା ଝ ଥିଲେ ତ ହଲନ୍ତ ବା ଦ ହଲନ୍ତ ସ୍ଥାନରେ ଜ ହଲନ୍ତ ହୁଏ। ଏହି ଜ ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହୁଏ। ବୁଝାପଡ଼ିଲା? କ'ଣ କହିଛି? ଏଠି ଲେଖି ଦଉଛି। ଦ ହଲନ୍ତ ବା ତ ହଲନ୍ତ ବା ଦ ହଲନ୍ତ ପରେ କ'ଣ ରହିବ? ଜ କିମ୍ବା ଝ ଥିଲେ ଏହି ତ ହଲନ୍ତ ବା ଦ ହଲନ୍ତ ସ୍ଥାନରେ କ'ଣ ହେବ? ଜ ହଲନ୍ତ ହେବ ଏବଂ ତାହା ପରବର୍ତ୍ତୀ ଏହା ମିଶି ଯିବ। ବୁଝାପଡ଼ିଲା? ବିପଦ ଯୁକ୍ତ ଜନକ, ବିପଦଜନକ। ଦ ସ୍ଥାନରେ କ'ଣ ହେଇଛି? ଜ ସ୍ଥାନରେ ଜ ଦେନ୍ ପରପଦର ଜ ମିଶେ ଜ। ବିପଦ ଯୁକ୍ତ ଜନକ, ବିପଦଜନକ ହେଇଛି। ବୁଝାପଡ଼ିଲା? ଉତ୍ ଯୁକ୍ତ ଜ୍ୱଳ, ଉଜ୍ଜ୍ୱଳ। ଉତ୍ ତ ସ୍ଥାନରେ କ'ଣ ହେଇଛି ନା ଜ ହଳନ୍ତ ପ୍ଲସ୍ ଜ ପ୍ଲସ୍ ୱ କ'ଣ ହେଉଛି? ଦ୍ୱିତୀୟ ଜ ପ୍ଲସ୍ ୱ ଫଲା ଉଜ୍ଜ୍ୱଳ। ଉତ୍ ଯୁକ୍ତ ଜ୍ୱଳ, ଉଜ୍ଜ୍ୱଳ। ବୁଝାପଡ଼ছে? ଜଗତ ଯୁକ୍ତ ଜନନୀ, ଜଗତ ଜନନୀ। এই ତ ହଲନ୍ତ ସ୍ଥାନରେ କ'ଣ ଜ ହଲନ୍ତ ପ୍ଲସ୍ ଜ, এই ଜ ମିଶିକି କ'ଣ ହେଇଛି? ଦ୍ୱିତୀୟ ଜ, এই ଦ୍ୱିତୀୟ ଜ ମିଶିକି ଜଗତ ଯୁକ୍ତ ଜନନୀ, ଜଗତ ଜନନୀ। ବୁଝାପଡ଼ିଲା? ବୃହତ ଯୁକ୍ତ ଝଟିକା, ବୃହତ ଝଟିକା। ବୁଝାପଡ଼ିଲା? ଦେନ୍ ଯିବା ଆଗକୁ। ରୁଲ ନମ୍ବର 4 କୁ ଯିବା ଆମେ। ରୁଲ ନମ୍ବର 4 ନମ୍ବର ନିୟମକୁ ଯିବା। ତ ହଲନ୍ତ ବା ଦ ହଲନ୍ତ ପରେ ଡ଼ ବା ଢ ଥିଲେ ତ ବା ଦ ସ୍ଥାନରେ ଡ଼ ହଲନ୍ତ ହୁଏ। ଡ଼ ହଲନ୍ତ ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହୁଏ। କ'ଣ କହିଛି? ଲେଖିବା। କ'ଣ କହିଛି? ତ ହଲନ୍ତ କିମ୍ବା ଦ ହଲନ୍ତ ପରେ ଡ଼ ବା ଢ ଥିଲେ ତ ହଲନ୍ତ ବା ଦ ହଲନ୍ତ ସ୍ଥାନରେ ଡ଼ ହଲନ୍ତ ହୁଏ ଏବଂ ପରବର୍ତ୍ତୀରେ ଯୁକ୍ତ ହୁଏ। ବୁଝିଲୁ? ଉତ୍ ଯୁକ୍ତ ଡିନ, ଉଡ୍ଡୀନ। ତ ଜାଗାରେ କ'ଣ ହେବ? ଡ଼ ହଲନ୍ତ ପ୍ଲସ୍ ଡ଼ ହଲନ୍ତ ଦୀର୍ଘିକା ଡବଲ ଡ଼ ଉଡ୍ଡୀ, ଉଡ୍ଡୀ ନ। ବୁଝାପଡ଼ିଲା? ତତ୍ ଯୁକ୍ତ ଡିଡିମ୍ବ, ତ ଡିଡିମ୍ବ। ବୁଝାପଡ଼ିଲା? ଦ ହଲନ୍ତ ଜାଗାରେ କ'ଣ ଅଛି? ଡ଼ ହଲନ୍ତ ପ୍ଲସ୍ ଡ଼ ସଇ ଡି। ବୁଝିଲା? ତତ୍ ଯୁକ୍ତ ଡିଡିମ୍ବ, ତ ଡିଡିମ୍ବ। ବୁଝାପଡ଼ିଲା? ଦେନ୍ ଯିବା ନିୟମ 5 କୁ। କ'ଣ କହିଛି? ତ ବା ଦ ପରେ ଲ ଥିଲେ ତ ବା ତ ହଲନ୍ତ ବା ଦ ହଲନ୍ତ ସ୍ଥାନରେ ଲ ହୁଏ। ଲ ପରବର୍ତ୍ତୀ ଲ ସହିତ ମିଳିତ ହୁଏ। କ'ଣ? ଉତ୍ ଯୁକ୍ତ ଲେଖା, ଉଲ୍ଲେଖା। ତତ୍ ଯୁକ୍ତ ଲୀନ, ତଦ୍ଦୀନ। ବିଦ୍ୟୁତ୍ ଯୁକ୍ତ ଲତା, ବିଧିଲତା। ଉତ୍ ଯୁକ୍ତ ଲାସ, ଉଲ୍ଲାସ। ତଦ୍ ଯୁକ୍ତ ଲକ୍ଷଣ, ତଲକ୍ଷଣ। ଉତ୍ ଯୁକ୍ତ ଲଙ୍ଘନ, ଉଲ୍ଲଙ୍ଘନ। ବୁଝାପଡ଼ିଲା? ଦେନ୍ ଯିବା ଆଗକୁ। କ'ଣ କହିଛି? ତ ହଲନ୍ତ ବା ଦ ହଲନ୍ତ ପରେ ସ ଥିଲେ ତ ବା ଦ ସ୍ଥାନରେ ଚ ହୁଏ ଓ ଛ ସ୍ଥାନରେ ଛ ହୁଏ। ଏହି ଚ ହଲନ୍ତ ଓ ଛ ହଲନ୍ତ ମିଶି ଛ ହୁଅନ୍ତି। ବୁଝା ପଡୁଛି? କ'ଣ କହୁଛି ନା ଏଠି ଲେଖିଦେଉଛି। ତ ହଲନ୍ତ କିମ୍ବା ଦ ହଲନ୍ତ ପରେ ସ ଥିଲେ ତ ହଲନ୍ତ ବା ଦ ହଲନ୍ତ ସ୍ଥାନରେ କ'ଣ ହୁଏ? ଚ ହଲନ୍ତ ହୁଏ ଏବଂ ସ ସ୍ଥାନରେ କ'ଣ ହୁଏ? ଛ ହଲନ୍ତ ହୁଏ। ଏହି ଚ ଏବଂ ଛ ମିଶି ଦ୍ୱିତୀୟ ଛ ହୁଅନ୍ତି। ବୁଝାପଡ଼ିଲା? ଉତ୍ ଯୁକ୍ତ ଶୃଙ୍ଖଳନ, ଉତ୍ଶୃଙ୍ଖଳନ। ବୁଝାପଡ଼ିଲା? ତ ଜାଗାରେ କ'ଣ ହେବ? ତ ଜାଗାରେ ଚ ଏବଂ ଛ ଜାଗାରେ କ'ଣ ହୁଏ? ଛ କହିଛି। ଛ ପ୍ଲସ୍ ରୁ ଛୁ
ଉତ୍ ଯୁକ୍ତ ଶୃଙ୍ଖଳ ଉଚ୍ଛୃଙ୍ଖଳ ବୁଝା ପଡ଼ିଲା। ଉତ୍ ଯୁକ୍ତ ଶ୍ୱାସ ଉଚ୍ଛ୍ୱାସ। ତ ଜାଗାରେ କଣ ହବ ଚହଲନ୍ତ ଏବଂ ଛ ଜାଗାରେ କଣ ହବ ଛ ପ୍ଲସ୍ ଆ ଯୁକ୍ତ ୱ ଉ ଉଚ୍ଛ୍ୱାସ ଉଦ୍ୟୁକ୍ତ ଶ୍ୱାସ ଉଚ୍ଛ୍ୱାସ ବିପଦ ଯୁକ୍ତ ସଂଖ୍ୟା ବିପଦ ସଂଖ୍ୟା। ସେହିପରି ତଦ୍ ଯୁକ୍ତ ଶରୀର ତଚ୍ଛରୀର ବୁଝିପାରିଲ। ଦ ଜାଗାରେ କଣ ଚ ଏବଂ ଛ ଜାଗାରେ କଣ ଛ ଛ ମିଳିଲେ ଦ୍ୱିତୀୟ ଛ ବୁଝିପାରିଲ। ତଦ୍ ଯୁକ୍ତ ଶରୀର ତଚ୍ଛରୀର। ତ ହଲନ୍ତ ବା ଦ ହଲନ୍ତ ପରେ ହ ଥିଲେ ଦୁହେଁ ମିଶି ଧ ହୁଅନ୍ତି। ଉତ୍ ଯୁକ୍ତ ହାର ଉଦ୍ଧାର ଉଦ୍ ଯୁକ୍ତ ହତ ଉଦ୍ଧତ ତଦ୍ ଯୁକ୍ତ ହିତ ତଦ୍ଧିତ ସମ୍ପଦ ଯୁକ୍ତ ହାନି ସମ୍ପଦ ହାନି ବୁଝା ପଡ଼ିଲା। ଦେନ୍ ଯିବା ଆଗକୁ ପରପଦର ପ୍ରଥମ ବର୍ଣ୍ଣ ନ ହଲନ୍ତ ବା ମ ହଲନ୍ତ ହୋଇଥିଲେ ପୂର୍ବ ପଦର ଶେଷ ବର୍ଣ୍ଣ ଯେଉଁ ବର୍ଗର ହୋଇଥାଏ ତା ସ୍ଥାନରେ ସେହି ବର୍ଗର ପଞ୍ଚମ ବର୍ଣ୍ଣ ହୁଏ। ସେହି ବର୍ଗର ଆଗେ ପଢିଛି ବର୍ଗ ହଉଛି 25 କଚଟ ତପ ସେହି ବର୍ଗର ପଞ୍ଚମ ହୁଏ ବୁଝା ପଡ଼ିଲା। ଇଏ ହଉଛି ପୂର୍ବପଦ ପାକ ହଉଛି ପୂର୍ବପଦ ଏବଂ ମୟ ହଉଛି ପରପଦ। କଣ ହଉଛି ପରପଦର ପ୍ରଥମ ବର୍ଣ୍ଣ ମ ବା ମ ହୋଇଥିଲେ ବୁଝିଲା ମ ଅଛି ପରପଦର ପ୍ରଥମ ବର୍ଣ୍ଣ ମ ଅଛି ମ ବା ନ ହଲନ୍ତ ବା ମ ହୋଇଥିଲେ ପୂର୍ବପଦର ଶେଷ ବର୍ଣ୍ଣ ଯେଉଁ ବର୍ଗ ହୋଇଥାଏ ତା ସ୍ଥାନରେ ସେ ବର୍ଗର ପଞ୍ଚମ ବର୍ଣ୍ଣ ହୁଏ। ପରପଦର ପ୍ରଥମ ଯଦି ମ ହଲନ୍ତ କିମ୍ବା ନ ହଲନ୍ତ ହୋଇଥାଏ ପୂର୍ବପଦର ଶେଷରେ ଯେଉଁ ବର୍ଗର ହୋଇଥାଏ ତା ସେ ବର୍ଗର ପଞ୍ଚମ ବର୍ଣ୍ଣ ହୁଏ। ଯେମିତି ବାକ୍ ଯୁକ୍ତମୟ ପୂର୍ବପଦର ଶେଷରେ କଣ କ ବର୍ଗ ଅଛି କ ବର୍ଗର ପଞ୍ଚମ କ ଖ ଗ ଘ ଅ ହବ ବାକ୍ ଯୁକ୍ତମୟ ବାଙ୍କମୟ ଅଛି ବାଙ୍କମୟ ମୃତ୍ ଯୁକ୍ତ ମୟ ମୃନ୍ମୟ ବୁଝା ପଡ଼ିଲା। ତ ଥ ଦ ଧ ନ ମ ହେଇଛି ନା ମୃତ୍ ଯୁକ୍ତ ମୟ ମୃନ୍ମୟ ଅପ୍ ଯୁକ୍ତ ମୟ ଅମୟ ଜଗତ୍ ଯୁକ୍ତ ନାଥ ଜଗନ୍ନାଥ ତ ବର୍ଗ ତ ଥ ଦ ଧ ନ ଜଗତ୍ ଯୁକ୍ତ ନାଥ ଜଗନ୍ନାଥ ଚିତ୍ ଯୁକ୍ତ ମୟ ଚିନ୍ମୟ ଷଟ୍ ଯୁକ୍ତ ମାସ ଷଡ଼୍ମାସ ବୁଝା ପଡ଼ିଲା। ଦେନ୍ ଯିବା ଆଗକୁ ମ ପରେ ଯେଉଁ ବର୍ଗର ବର୍ଣ୍ଣ ଥାଏ ମ ସ୍ଥାନରେ ସେହି ବର୍ଗର ପଞ୍ଚମ ବର୍ଣ୍ଣ ହୁଏ। ବିକଳ୍ପରେ ମ ହଲନ୍ତ ସ୍ଥାନରେ ଅନୁସାର ମଧ୍ୟ ହୋଇଥାଏ। ମୋ ସ୍ଥାନରେ ଅନୁସାର ମଧ୍ୟ ହୋଇଥାଏ ବୁଝା ପଡ଼ିଲା। ଏପରେ ଯେଉଁ ବର୍ଗର ବର୍ଣ୍ଣ ଥାଏ ଯେମିତି ସମ୍ ଯୁକ୍ତ ଚୟ ସଞ୍ଚୟ ବା ସଞ୍ଚୟ ସେହି ବର୍ଗର ପଞ୍ଚମ ବର୍ଣ୍ଣ ହୁଏ। ମ ଅଛି ନା ମ ଖୋଜି ପଞ୍ଚମ ମ ହଉଛି ପଞ୍ଚମ ପ ଫ ବ ଭ ମ ବୁଝିଲା। ଦେନ୍ ଯିବା ସମ୍ ଯୁକ୍ତ ଜୟ ସଞ୍ଜୟ ବା ସଞ୍ଜୟ ସମ୍ ଯୁକ୍ତ ଗ୍ରହ ସଂଗ୍ରହ ସମ୍ ଯୁକ୍ତ ପୂର୍ଣ୍ଣ ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ ଦୁଇଟା ଭାଇ ଧ୍ୟାନ ଦେବା ବୁଝା ପଡ଼ିଲା। ଯୋଉଠି ଦୁଇଟା ଅଛି ତାକୁ ଭଲ ଭାବରେ ଟିକେ ଧ୍ୟାନ ଦେଇ ପଢିବା। ଓକେ ଦେନ୍ ଯିବା ସମ୍ ଯୁକ୍ତ ବଳ ସମ୍ବଳ ବା ସମ୍ବଳ କିଂ ଯୁକ୍ତ ବା କିମ୍ବା ବା କିମ୍ବା ବୁଝା ପଡ଼ିଲା। ଦେନ୍ ଯିବା ଆଗକୁ ନିୟମ 10 ନମ୍ବର ନିୟମ କଣ ହଉଛି ମ ପରେ ଅବର୍ଗ୍ୟ ବର୍ଣ୍ଣ ଥିଲେ ମ ହଲନ୍ତ ସ୍ଥାନରେ ଅନୁସାର ହୁଏ। ବର୍ଗୀୟ ବର୍ଣ୍ଣ ତମେ ପଢିବେ 25 କୋଟି କଚଟ ତପ ବୁଝା ପଡ଼ିଲା। ତା ଭିତରେ ଯାହା ରହିବ ଅବର୍ଗୀୟ ବର୍ଣ୍ଣ କିନ୍ତୁ ଅଛି ନା କେତେ ବି ଏମ୍ ହଲନ୍ତ ପରେ ଅବର୍ଗୀୟ ବର୍ଣ୍ଣ ଥିଲେ ମ ହଲନ୍ତ ସ୍ଥାନରେ ଅନୁସାର ହୁଏ। ଯେମିତି ଉଦାହରଣ ସମ୍ ଯୁକ୍ତ ସାର
ସଂସାର ସଂଯୁକ୍ତ ରକ୍ଷଣ ସଂରକ୍ଷଣ ସଂଯୁକ୍ତ ବାଦ ସମ୍ବାଦ ସଂଯୁକ୍ତ ଶୋଧନ ସଂଶୋଧନ ସଂଯୁକ୍ତ ହିତ ସଂଯୁକ୍ତ ହିତ ସଂହତି ସ୍ୱୟଂ ଯୁକ୍ତ ବର ସ୍ୱୟଂବର ବୁଝା ପଡିଲା। ଦେନ୍ ଯିବା 11 ନମ୍ବରକୁ କଣ ଅଛି ମ ହଲନ୍ତ ପରେ ନ ଥିଲେ ମ ସ୍ଥାନରେ ନ ହୁଏ ବୁଝା ପଡିଲା। କଣ କହୁଛି ନା ମ ହଲନ୍ତ ପରେ ନ ଥିଲେ ମ ହଲନ୍ତ ସ୍ଥାନରେ ନ ହୁଏ ଏହି ନ ଏବଂ ନ ମିଶି ନ ହୁଅନ୍ତି ବୁଝା ପଡିଲା। ସଂଯୁକ୍ତ ନ୍ୟାସୀ ସନ୍ନ୍ୟାସୀ ସଂଯୁକ୍ତ ନ୍ୟାସୀ ସନ୍ନ୍ୟାସୀ କଣ କହୁଛି ଏଠି ମୋ ସ୍ଥାନରେ ନ ପ୍ଲସ୍ ମିଶି କଣ ଅଛି ନିଆ ବୁଝା ପଡିଲା। ସଂଯୁକ୍ତ ନ୍ୟାସୀ ସନ୍ନ୍ୟାସୀ ସଂଯୁକ୍ତ ନିଧି ସନ୍ନିଧି ସଂଯୁକ୍ତ ନତି ସନ୍ନତି ସଂଯୁକ୍ତ ନିବେଶ ସନ୍ନିବେଶ ବୁଝା ପଡିଲା। କଣ ଅଛି ମୋ ଜାଗାରେ ନ ହଲନ୍ତ ହେଇଛି ନି ଜାଗାରେ କଣ ହେଇଛି ନା ନା ସେଇ ନି ସଂଯୁକ୍ତ ନିବେଶ ସନ୍ନିବେଶ ବୁଝା ପଡିଲା। ଦେନ୍ ଯିବା ଆଗକୁ ରୁଲ ନମ୍ବର 12 କଣ କହୁଛି ରୁଲ ନମ୍ବର 12 ସ ହଲନ୍ତ ପରେ ତ ଥିଲେ ତ ସ୍ଥାନରେ ଟ ଓ ଥ ଥିଲେ ଥ ସ୍ଥାନରେ ଥ ହୋଇ ଉଭୟ ପଦର ସନ୍ଧି ହୁଏ ବୁଝା ପଡିଲା। କଣ କହୁଛି ସ ହଲନ୍ତ ପରେ ତ ଥିଲେ ଏଇ ତ ସ୍ଥାନରେ କଣ ହବ ଟ ହେବ ଏବଂ ସ ହଲନ୍ତ ଥ ଥିଲେ ଏଇ ଥ ଜାଗାରେ ଠ ହେବ ବୁଝା ପଡିଲା। ଦେଖିବା ଉଦାହରଣ ତୁଷ ଯୁକ୍ତ ତୁଷ୍ଟ ସସ୍ ଯୁକ୍ତ ଷଷ୍ଠ ଶିଶ ଯୁକ୍ତ ଶିଷ୍ଟ କୃଷ୍ଟ ଯୁକ୍ତ ଉତ୍କୃଷ୍ଟ କୃଷ ଯୁକ୍ତ କୃଷ୍ଟ ତେବେ ତ ଥିଲେ ଟ ହବ ଏବଂ ସ ଥଲ ଥ ଥିଲେ ଠ ହବ ବୁଝା ପଡିଲା। କାଶ ଯୁକ୍ତ ଥ କାଷ୍ଟ ବୁଝା ପଡିଲା। ଦେନ୍ ଯିବା ସମ ଓ ପରି ଉପସର୍ଗ ପରେ କ୍ରୁ ଧାତୁ ନିଷ୍ପନ୍ନ କାର କୃତି କରଣ ପ୍ରଭୃତି ପଦ ରହିଲେ ସ ବର୍ଗର ଆଗମନ ହୁଏ ଏବଂ ତା ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହୁଏ। ସ୍ଥଳ ବିଶେଷରେ ସତ୍ତ୍ୱ ବିଧି ଅନୁଯାୟୀ ରେ ପରିଣତ ହୁଏ ବୁଝା ପଡିଲା। ସମ ଓ ପରି ଉପସର୍ଗ ପରେ କ୍ରୁ ଧାତୁର ନିଷ୍ପନ୍ନ କାର କୃତି କରଣ ପ୍ରଭୃତି ରହିଲେ କଣ ହବ ନା ସ ଆଗମନ ହୁଏ ସ ହଲନ୍ତ ଆଗମନ ହୁଏ ଏବଂ ତା ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହୁଏ। ସ୍ଥଳ ବିଶେଷରେ ସତ୍ତ୍ୱ ବିଧି ଅନୁଯାୟୀ ରେ ପରିଣତ ହୁଏ। କେମିତି ସଂଯୁକ୍ତ କୃତ ସଂସ୍କୃତି ସଂଯୁକ୍ତ କାର ସଂସ୍କାର ପରିଯୁକ୍ତ କାର ପରିଷ୍କାର ସଂଯୁକ୍ତ କରଣ ସଂସ୍କରଣ ବୁଝା ପଡିଲା। ଦେନ୍ ଯିବା ଆଗକୁ କଣ ଅଛି ଦ ହଲନ୍ତ ଓ ଧ ହଲନ୍ତ ପରେ କ ଖ ପ ଫ ସ ମଧ୍ୟରୁ କୌଣସି ଗୋଟିଏ ବର୍ଣ୍ଣ ରହିଲେ ଦ ବା ଧ ହଲନ୍ତ ବା ତ ହଲନ୍ତରେ ପରିଣତ ହୁଏ ବୁଝା ପଡିଲା। ଆପଦ ଯୁକ୍ତ କାଳ କଣ କହୁଛି ଦ ହଲନ୍ତ ବା ଦ ହଲନ୍ତ ପରେ କ ଖ ପ ଫ ସ ରହିଲେ ଗୋଟିଏ ବର୍ଣ୍ଣ ରହିଲେ ସେ ମଧ୍ୟରୁ ଯେକୌଣସି ଗୋଟିଏ ବର୍ଣ୍ଣ ରହିଲେ ଦ ବା ଦ ହଲନ୍ତ ବା ତ ହଲନ୍ତ ପରିଣତ ହବ। କଣ କହୁଛି ଆପଦ କାଳ ବୁଝା ପଡିଲା। ଏତତ୍ ଯୁକ୍ତ ପରିଣାମ ଏତତ୍ ପରିଣାମ ତତ୍ ଯୁକ୍ତ ପର ତତ୍ପର କ୍ଷୁତ୍ ଯୁକ୍ତ ପିପାସା କ୍ଷୁତ୍ ପିପାସା ବୁଝା ପଡିଲା। ଛ ପରେ ଥିଲେ ପୂର୍ବପଦର ଅନ୍ତଃସ୍ଥିତ ସ୍ୱର ବର୍ଣ୍ଣ ପରେ ଚର ଆଗମନ ହୁଏ। ଏହି ଚ ହଲନ୍ତ ଓ ପରବର୍ତ୍ତୀ ଛ ମିଶି ଛ ହୁଅନ୍ତି। କଣ ଛ ପରେ ଥିଲେ ପୂର୍ବପଦର ଅନ୍ତଃସ୍ଥିତ ସ୍ୱର ବର୍ଣ୍ଣ ପରେ ଚ ର ଆଗମନ ହୁଏ।
ବୁଝା ପଡିଲା। ଆଗମନ ହୁଏ ଚ ହୁଏ କଣ ଅନୁ ଯୁକ୍ତ ଛେଦ ଅନୁଚ୍ଛେଦ, ବି ଯୁକ୍ତ ଛେଦ ବିଚ୍ଛେଦ, ଦେନ୍ ପରି ଯୁକ୍ତ ଛଦ ପରିଚ୍ଛଦ, ଆ ଯୁକ୍ତ ଛାଦନ ଆଚ୍ଛାଦନ। ବୁଝା ପଡିଲା। ବ୍ୟଞ୍ଜନ ବର୍ଣ୍ଣ ପରେ ଥାଇ ଦୀପ ସହିତ ସନ୍ଧି ହେଲେ ଦୀପ ସ୍ଥାନରେ ଦ୍ୟୁ ହୁଏ। କଣ କହିଲା? ବ୍ୟଞ୍ଜନ ବର୍ଣ୍ଣ କଣ ବ୍ୟଞ୍ଜନ ବ୍ୟଞ୍ଜନ ବର୍ଣ୍ଣ ଦୀପ ରୁହେ ଏ ଦ୍ୟୁ ସ୍ଥାନରେ କଣ ହବ? ଦୀପ ଦି ହବ। ବୁଝା ପଡିଲା। ଦୀପ ଯୁକ୍ତ ଲୋକ ଦ୍ୟୁ ଲୋକ এই দ্বীপটা কোন হব? দ্বীপ। দ্বীপ যুক্ত নিবাস দ্বীপ নিবাস দ্বীপ যুক্ত মଣି দ্বিମଣି। ବୁଝା ପଡିଲା। ଯଦି କିଛି ଡାଉଟ୍ ରୁହେ କମେଣ୍ଟରେ ନିଶ୍ଚୟ ଜଣାଇବ, ମୁଁ ତାହାକୁ ସମାଧାନ କରିଦେବି। ଯେଉଁମାନେ ଦେଖିନାହିଁ ସନ୍ଧିର ପ୍ରଥମ ପୂର୍ବ କ୍ଲାସଟା ଯାଇକୁ ଦେଖିନେବ, ତାକୁ ଭଲ ଭାବରେ ବୁଝାଇଛି। ବୁଝା ପଡିଲା। ଦେନ୍ ଆଗରେ ଅଛି ବିସର୍ଗ ସନ୍ଧି, ଆଗକୁ ବିସର୍ଗ ସନ୍ଧି ବିଷୟରେ ପଢିବା। ଆଜି ଆମେ ବ୍ୟଞ୍ଜନ ସନ୍ଧି ବିଷୟରେ ପଢିଲେ। ବୁଝା ପଡିଲା। ଯଦି ଆପଣ ସ୍ୱର ସନ୍ଧି କିଛି ଦେଖିନାହାନ୍ତି ଯାଇକି ଦେଖିନେବେ। ଧନ୍ୟବାଦ। ଜୟ ଜଗନ୍ନାଥ।